Hello everyone, welcome to my YouTube channel Education Tree. PG first semester paper 106 ର यूनिट 3 ରଘୁବଂଶ ଆଲୋଚନା କରିବା। ଯେପରି ରାତି ସାରା ଜଳି ଜଳି ଓ ତୈଳ ଭୋଗ କରି ସଳିତା ଶେଷ ଭାଗକୁ ଆସିଯାଏ ଓ କ୍ରମେ କ୍ରମେ ନିର୍ବାଣ ସମୟ ନିକଟ ହୋଇ ଆସେ, ଦଶରଥ ସେହିପରି ସାଂସାରିକ ବିଷୟ ଭୋଗ କରି ପାର୍ଥକ୍ୟ ଅବସ୍ଥାରେ ଉପନୀତ ହେଲେ। ସେତେବେଳକୁ ତାଙ୍କର ଅନ୍ତିମ ସମୟ ନିକଟ ହୋଇ ଆସିଥିଲା। କୈକେୟୀଙ୍କ ଭୟରେ ଜରା ସତ୍ତ୍ୱେ ଯେମିତି ଶୁକ୍ଳ ବେଶ ଛଳରେ ଆସି ତାଙ୍କ କାନ ମୂଳରେ କହିଲା, ହେ ରାଜା, ରାମଚନ୍ଦ୍ରଙ୍କୁ ରାଜଲକ୍ଷ୍ମୀ ଦାନ କର। ଯେପରି ଜଳ ପ୍ରଣାଳୀ ଉପବନର ପ୍ରତ୍ୟେକ ବୃକ୍ଷଲତାକୁ ସେଚନ କରିଥାଏ, ସେହିପରି ପ୍ରଜାପ୍ରିୟ ରାମ ରାଜା ହେବେ। ଏହି ସମ୍ବାଦ ପ୍ରତ୍ୟେକ ଲୋକକୁ ଆନନ୍ଦ ପ୍ରଦାନ କଲା। ଶ୍ରୀରାମଙ୍କ ଅଭିଷେକ ପାଇଁ ଆୟୋଜନ ହେଲା, କିନ୍ତୁ କୈକେୟୀ ଏ ସମୟରେ ଏକ ନିଷ୍ଠୁର ସଂକଳ୍ପ କରି ରାଜାଙ୍କର ଉଷ୍ଣ ଶୋକାଶ୍ରୁ ଦ୍ୱାରା ସେହି ଆୟୋଜନକୁ ଦୂଷିତ କରିଦେଲେ। ପୂର୍ବେ କୈକେୟୀଙ୍କୁ 2 ଗୋଟି ବର ଦେବେ ବୋଲି ଦଶରଥ ପ୍ରତିଶ୍ରୁତି ଦେଇଥିଲେ। ମେଘସିକ୍ତ ଭୂମି ବିଳରୁ ଯେପରି ସର୍ପ ବାହାର କରିଥାଏ, ସେହିପରି ରାଜାଙ୍କର ସ୍ନେହସିକ୍ତା କୈକେୟୀ ପ୍ରତିଶ୍ରୁତି ବଦ୍ଧ 2ଟି ବରକୁ ଉପସ୍ଥାପିତ କଲେ। କୈକେୟୀ ପ୍ରଥମ ବରରେ ରାମଙ୍କୁ 14 ବର୍ଷ ବନବାସ ପ୍ରଦାନ କଲେ। ଦ୍ୱିତୀୟ ବର ପୁତ୍ର ଭରତ ପାଇଁ ରାଜଲକ୍ଷ୍ମୀ ମାଗିଲେ, ଯାହାର ପରିଣାମ ସ୍ୱରୂପ ବୈଧବ୍ୟ ହିଁ ତାକୁ ମିଳିଥିଲା। ପିତା ଦଶରଥ ଯେତେବେଳେ ରାଜ୍ୟ ଦାନ କରୁଥିଲେ, ରାମ ଶାଶ୍ରୁ ନୟନରେ ଅଶ୍ରୁକିତ ହେଉଥିଲେ, କିନ୍ତୁ ପିତା ଯେତେବେଳେ ବନକୁ ଯାଅ କହିଲେ, ସେ ତାହା ଅତି ଆନନ୍ଦରେ ସ୍ୱୀକାର କଲେ। କାରଣ ପିତାଙ୍କ ଉପସ୍ଥିତିରେ ରାଜପଦ ଗ୍ରହଣ କରିବାକୁ ସେ କୁଣ୍ଠାବୋଧ କରୁଥିଲେ। ରାମ ମାଙ୍ଗଳିକ ପାଟବସ୍ତ୍ର ପିନ୍ଧି ଅଭିଷେକ ବେଳେ ତାଙ୍କ ମୁଖରେ ଯେଉଁ ଭାବ ଥିଲା, ବନକୁ ଯିବା ପାଇଁ ବଳକଳ ପିନ୍ଧିବା ବେଳେ ସେହି ଭାବ ଥିଲା। ଲୋକମାନେ ଏକଥା ଲକ୍ଷ୍ୟ କରି ବିସ୍ମିତ ହେଲେ। ରାମ ପିତାଙ୍କୁ ସତ୍ୟଭ୍ରଷ୍ଟ ନ କରି ସୀତା ଓ ଲକ୍ଷ୍ମଣଙ୍କ ସହିତ ବନଗମନ କରି ଦଣ୍ଡକାରଣ୍ୟରେ ପ୍ରବେଶ ହେଲେ। କେବଳ ସେତିକି ନୁହେଁ, ସଜ୍ଜନମାନଙ୍କ ମନ ମଧ୍ୟରେ ପ୍ରବେଶ କଲେ। ସେମାନଙ୍କ ବିଚ୍ଛେଦରେ ରାଜା ଦଶରଥଙ୍କ ମନରେ ବହୁତ ଦୁଃଖ ହେଲା। ତାଙ୍କ ମନରେ ମୁନିଙ୍କ ଅଭିଶାପ କଥା ମନେ ପଡ଼ିଲା। ସେ ସ୍ଥିର କଲେ, ଏବେ ପ୍ରାଣ ବିନିମୟରେ ସେ ଅଭିଶାପରୁ ମୁକ୍ତି ଲାଭ କରିବି। ଦଶରଥଙ୍କୁ ଶତ୍ରୁମାନେ ଏହି ଅବସରକୁ ଚାହିଁ ବସିଥିଲେ। ଯେତେବେଳେ ସେମାନେ ଜାଣିଲେ ଯେ ଅଯୋଧ୍ୟା ରାଜା ସ୍ୱର୍ଗବାସ ହୋଇଗଲେ, ରାଜକୁମାର ମଧ୍ୟ ରାଜ୍ୟ ଛାଡ଼ିଦେଲେ, ସେମାନେ ଅଯୋଧ୍ୟା ପ୍ରତି ଦୃଷ୍ଟି ପକାଇଲେ। ଏହା ଦେଖି କରି ଅଯୋଧ୍ୟାର ଅନାଥ ପ୍ରଜାମାନେ ମନ୍ତ୍ରୀଙ୍କୁ ପଠାଇ ଭରତଙ୍କୁ ଅଜାଘରୁ ଡକାଇ ଆଣିଲେ। ଅଶ୍ରୁପାତ କରିବା ପାଇଁ ଆଉ ସମୟ ନଥିଲା। ଯେତେବେଳେ ଭରତଙ୍କୁ ପିତା ମୃତ୍ୟୁର ସମସ୍ତ ସମାଚାର ମିଳିଗଲା, ସେ କେବଳ ମାଙ୍କ ପ୍ରତି ନୁହେଁ, ବରଂ ଅଯୋଧ୍ୟା ରାଜଲକ୍ଷ୍ମୀଙ୍କ ପ୍ରତି ବିମୁଖ ହୋଇଗଲେ। ନିଜ ସାଥିରେ ସୈନ୍ୟ ନେଇ ରାମଙ୍କୁ ଖୋଜିବା ପାଇଁ ବାହାରିଗଲେ। ବନବାସ ଅବସରରେ ଶ୍ରୀରାମ ଯେଉଁ ବୃକ୍ଷ ତଳେ ବିଶ୍ରାମ ନେଇଥିଲେ, ସେ ବୃକ୍ଷକୁ ଆଶ୍ରମବାସୀମାନେ ଭରତଙ୍କୁ ଦେଖାଇଥିଲେ। ଭରତ ସେସବୁ ଦେଖି କାନ୍ଦି ପକାଇଥିଲେ। ରାମ ଚିତ୍ରକୂଟରେ ଥିବାବେଳେ ଭରତ ତାଙ୍କ ନିକଟରେ ପହଞ୍ଚି ପିତାଙ୍କ ମୃତ୍ୟୁ ସମ୍ବାଦ ଜଣାଇଲେ ଓ ତା ସଙ୍ଗେ ସଙ୍ଗେ କହିଲେ, ଅଯୋଧ୍ୟା ରାଜଲକ୍ଷ୍ମୀଙ୍କୁ ମୁଁ ସ୍ପର୍ଶ କରିନାହିଁ, ଆପଣ ଫେରିଯାଇ ଗ୍ରହଣ କରନ୍ତୁ। କାରଣ ଯେଉଁ ରାଜ୍ୟକୁ ବଡ଼ ଭାଇ ସ୍ୱୀକାର କରୁନାହାନ୍ତି, ତାହାକୁ ମୁଁ ଗ୍ରହଣ କରିବାକୁ ପାପ ବୋଲି ଜାଣୁଛି। କାରଣ ବଡ଼ ଭାଇ ଥାଉ ଥାଉ ସାନ ଭାଇ ବିଭା ହୋଇଯିବା ଯେପରି ପାପ। କିନ୍ତୁ ଶ୍ରୀରାମ ସ୍ୱର୍ଗୀୟ ପିତାଙ୍କ ଆଦେଶରୁ ତିଳେ ହେଲେ ନିବୃତ୍ତ ହେଲେ ନାହିଁ। ଭରତ ପ୍ରାର୍ଥନା କଲେ ଯେ, ଆପଣ ମୋତେ କଠୋର 2ଟି ଦିଅନ୍ତୁ, ଆପଣଙ୍କ ସ୍ଥାନରେ ତାହା ରଖି ରାଜକାର୍ଯ୍ୟ ସମ୍ଭାଳିବି। ଶ୍ରୀରାମ ନିଜର କଠୋର 2ଟି ଭରତକୁ ସମର୍ପଣ କଲେ, କିନ୍ତୁ ଭରତ ଅଯୋଧ୍ୟାକୁ ନ ଯାଇ ନନ୍ଦୀଗ୍ରାମରେ ରହି ରାଜ୍ୟକୁ ନ୍ୟାସ କରି ପାଳନ କଲେ। ଏପରି ବଡ଼ ଭାଇଙ୍କ ପ୍ରତି ଭକ୍ତି ପ୍ରକାଶ କରି ରାଜ୍ୟ ଭୋଗ ପ୍ରତି ବିମୁଖ ହୋଇ ଭରତ ସତେ ଯେପରି ମାଙ୍କ ପାପର ପ୍ରାୟଶ୍ଚିତ କଲେ। ଏପଟେ ମଧ୍ୟ ଶ୍ରୀରାମ, ଲକ୍ଷ୍ମଣ ଓ ସୀତା କନ୍ଧମୂଳ ଖାଇ ଯୁବାବସ୍ଥାରୁ ମଧ୍ୟ ବ୍ରତ ପାଳନ କରିବାକୁ ଲାଗିଲେ, ଯାହାକି
ଇକ୍ଷ୍ୱାକୁ ବଂଶର ରାଜାମାନେ ବୃଦ୍ଧାବସ୍ଥାରେ କରିଥାନ୍ତି। ଥରେ ଶ୍ରୀରାମ କ୍ଳାନ୍ତ ହୋଇ ସୀତାଙ୍କ କୋଳରେ ମୁଣ୍ଡ ରଖି ବୃକ୍ଷ ମୂଳରେ ଶୟନ କରିଥାନ୍ତି। ତାଙ୍କର ଅଲୌକିକ ପ୍ରଭାବରେ ଛାୟା ସ୍ଥିର ଥାଏ। ସେହି ସମୟରେ ଇନ୍ଦ୍ରଙ୍କ ପୁତ୍ର ଜୟନ୍ତ କାକ ରୂପରେ ଆସି ସୀତାଙ୍କ ସ୍ତନ ବିଦାରଣ କଲା। ଏହାଦ୍ୱାରା ରାମଙ୍କ ଉପଭୋଗ ଜନିତ ଦୋଷ ଦର୍ଶାଇବା ହିଁ ତାର ଅଭିପ୍ରାୟ ଥିଲା। ସୀତା ହଠାତ୍ ରାମଙ୍କୁ ନିଦରୁ ଉଠାଇ ଦେଲେ। ସଙ୍ଗେ ସଙ୍ଗେ ଶ୍ରୀରାମ ତା ଉପରକୁ କାଇଁସିକା ସର ନିକ୍ଷେପ କଲେ। କାକ ନିଜର ଗୋଟିଏ ଚକ୍ଷୁ ଦେଇ ସେହି ସରଠାରୁ ମୁକ୍ତି ପାଇଲା। କେତେ ଦିନ ପରେ ଶ୍ରୀରାମ ଚିତ୍ରକୂଟ ପରିତ୍ୟାଗ କଲେ, ଯେଉଁଠାରେ କି ବନର ମୃଗମୃଗୀ ତାଙ୍କର ଅତି ନିକଟ ସଂସ୍ପର୍ଶରେ ଆସି ଯାଇଥିଲେ, ଆଉ ମଧ୍ୟ ଅଯୋଧ୍ୟା ନିକଟରେ ଥିବାରୁ କାଳେ ଭରତ ପୁଣି ଆସିବେ, ଏହି ଆଶଙ୍କାରେ ରାମ ଚିତ୍ରକୂଟ ବନ ପରିତ୍ୟାଗ କଲେ। ସୂର୍ଯ୍ୟ ଯେପରି ବର୍ଷାର ନକ୍ଷତ୍ର ପାଖରେ ରହି ରହି ଦକ୍ଷିଣ ଦିଗକୁ ଯାତ୍ରା କରନ୍ତି, ରାମଚନ୍ଦ୍ର ସେହିପରି ଅତିଥିପରାୟଣ ଋଷିମାନଙ୍କ ଆଶ୍ରମରେ ରହି ରହି ଯାତ୍ରା କଲେ। ଶ୍ରୀରାମଙ୍କ ପଛେ ପଛେ ସୀତା ଯେତେବେଳେ ଯାଉଥିଲେ, ମନେ ହେଉଥିଲା ଯେପରି ରାଜଲକ୍ଷ୍ମୀ କୈକେୟୀଙ୍କ ନିଷେଧ ସତ୍ତ୍ୱେ ତାଙ୍କୁ ଅନୁସରଣ କରୁଛନ୍ତି। ଯେତେବେଳେ ସେମାନେ ଅତ୍ରି ଋଷିଙ୍କ ଆଶ୍ରମରେ ପହଞ୍ଚିଲେ, ଅତ୍ରିଙ୍କ ପତ୍ନୀ ଅନୁସୂୟା ସୀତାଙ୍କୁ ଯେଉଁ ଅଙ୍ଗରାଗ ପ୍ରଦାନ କଲେ, ସୀତା ତାହାକୁ ଦେହରେ ଲଗାନ୍ତେ ବନଭୂମି ମହକି ଉଠିଲା। ଫଳରେ ଭ୍ରମରମାନେ ପୁଷ୍ପମାନଙ୍କ ତ୍ୟାଗ କରି ଦେଲେ। ସୀତାଙ୍କ ଚାରିପାଖରେ ଘୂରି ବୁଲିଲେ। ଯେପରି ଚନ୍ଦ୍ରମାଙ୍କ ରାସ୍ତାକୁ ରାହୁ ରୋକି ନିଏ, ସେହିପରି ସନ୍ଧ୍ୟା ସମାନ ଲାଲ ରଙ୍ଗ ବିଶିଷ୍ଟ ବିରାଧ ରାକ୍ଷସ ରାମଙ୍କ ମାର୍ଗକୁ ରୋକି କରି ଠିଆ ହୋଇଗଲା। ଯେପରି ଅବଗ୍ରହ ବୃଷ୍ଟି ଅଭାବ ଶ୍ରାବଣ ଓ ଭାଦ୍ରବ ମାସର ମଝିରୁ ବର୍ଷା ହରଣ କରି ନିଏ, ଅତ୍ୟାଚାରୀ ବିରାଧ ରାକ୍ଷସ ମଧ୍ୟ ରାମ ଲକ୍ଷ୍ମଣଙ୍କ ମଝିରୁ ସୀତାଙ୍କୁ ଉଠାଇ ନେଲା। ରାମ ଲକ୍ଷ୍ମଣ ବିରାଧକୁ ହତ୍ୟା କଲେ। କାଳେ ତାର ଅପବିତ୍ର ଗନ୍ଧବର୍ଣ୍ଣ ଭୂମିକୁ ଦୂଷିତ କରିଦେବ, ସେଥିପାଇଁ ତାହାକୁ ଭୂମି ତଳେ ପୋତି ପକାଇଲେ। ଯେପରି ଅଗସ୍ତ୍ୟ ଆଜ୍ଞାନୁସାରେ ବିନ୍ଧ୍ୟାଚଳ ନିଜର ମର୍ଯ୍ୟାଦା ଭିତରେ ରହିଗଲେ, ସେହିପରି ରାମ ମଧ୍ୟ ମର୍ଯ୍ୟାଦା ପୂର୍ବକ ପଞ୍ଚବଟୀରେ ଯାଇ ନିବାସ କଲେ। ଯେପରି କିସ୍ମ ତାପରେ ତାପିତା କୌଣସି ନାଗୁଣୀ ଚନ୍ଦନ ବୃକ୍ଷ ପାଖରେ ପହଞ୍ଚେ, ସେହିପରି କାମ ପୀଡ଼ିତା ରାବଣର ସାନ ଭଉଣୀ ଶୂର୍ପଣଖା ମଧ୍ୟ ରାମଙ୍କ ପାଖରେ ପହଞ୍ଚିଲା। ପ୍ରଥମେ ସେ ନିଜର କୁଳର ପରିଚୟ ଦେଲା, ପୁଣି ସୀତାଙ୍କ ସମ୍ମୁଖରେ କହିବାକୁ ଲାଗିଲା, ମୁଁ ତୁମକୁ ପତି ରୂପେ ସ୍ୱୀକାର କରୁଛି। କାରଣ ସ୍ତ୍ରୀମାନେ ଯେତେବେଳେ ଅଧିକ କାମାତୁର ହୋଇ ଉଠନ୍ତି, ସେମାନଙ୍କ ସ୍ଥାନକାଳ ପାତ୍ରର ଜ୍ଞାନ ରହେ ନାହିଁ। କାମାସକ୍ତ ଶୂର୍ପଣଖାର ଏ ପ୍ରକାର ବ୍ୟବହାର ଦେଖି ବୃଷ୍କନ୍ଧ ଶ୍ରୀରାମଚନ୍ଦ୍ର କହିଲେ, ଗୋବାଳା, ମୋର ତ ସ୍ତ୍ରୀ ଅଛନ୍ତି, ତୁମେ ମୋ ସାନ ଭାଇଙ୍କୁ ବରଣ କର। ସେ ସଙ୍ଗେ ସଙ୍ଗେ ଲକ୍ଷ୍ମଣଙ୍କ ପାଖରେ ପହଞ୍ଚିଗଲା। ଲକ୍ଷ୍ମଣ ତାହାକୁ କହିଲେ, ତୁ ପ୍ରଥମେ ମୋ ବଡ଼ ଭାଇଙ୍କ ପାଖକୁ ବିବାହ ପ୍ରସ୍ତାବ ନେଇ ଯାଇଥିଲୁ, ଏଣୁ ମୁଁ ମୋ ମାତା ସମାନ ଅଟୁ। ମୁଁ ତୋତେ ବିବାହ କରିପାରିବି ନାହିଁ। ରାମ ଓ ଲକ୍ଷ୍ମଣଙ୍କ ପାଖକୁ ଯିବା ଆସିବା କରି କରି ଦୁଇ କୂଳ ପ୍ରବାହିତା ନଦୀ ସେମାନେ ସେ ହୋଇଗଲା। ସମୁଦ୍ର ଜଳରାଶି ପବନ ନଥିଲେ ତରଙ୍ଗହୀନ ଥାଏ, ମାତ୍ର ଚନ୍ଦ୍ରୋଦୟ ତାହାକୁ ଉଦ୍ବେଳିତ କରିଦିଏ। ସୀତାଙ୍କ ଉପହାସ ସେହିପରି କ୍ଷଣ ସୁନ୍ଦରୀ ଶୂର୍ପଣଖାଙ୍କ କ୍ଷୁବ୍ଧ କରି ପକାଇଲା। ଏ ଉପହାସର ଫଳ ଅବଶ୍ୟ ତୁ ସଙ୍ଗେ ସଙ୍ଗେ ପାଇବୁ। ତୁ ମୋତେ ଏପରି ଅପମାନ କରିଛୁ, ଯେପରି କୌଣସି ହରିଣୀ ବାଘୁଣୀକୁ ଅପମାନିତ କରିଥାଏ, ବୁଝିଲୁ। ସୀତା ଏକଥା ଶୁଣୁ ଶୁଣୁ ରାମଚନ୍ଦ୍ରଙ୍କ ପଛରେ ଲୁଚିଗଲେ। ଶୂର୍ପଣଖା ମଧ୍ୟ ନିଜର ନାମ ଅନୁସାରେ ନିଜର ଭୟଙ୍କର ରୂପ ପ୍ରକଟ କଲା। ଲକ୍ଷ୍ମଣ ଦେଖିଲେ କୋକିଳ ଭାସିଣୀ ଶୃଗାଳ ପରି ରଡ଼ି ଛାଡ଼ିଲାଣି। ନିଶ୍ଚୟ ଇଏ କୌଣସି ମାୟାବିନୀ। ଏ କଥା ବୁଝିବା ପରେ ଲକ୍ଷ୍ମଣ କୁଟୀର ଭିତରକୁ ଗଲେ। କୁଟୀର ମାନେ ଘର ଭିତର। ଖଡ଼୍ଗ ଆଣି ଶୂର୍ପଣଖାର ନାକ କାନ କାଟି ପକାଇଲେ। ନାକ କାନ କଟିଯିବା ପରେ ଶୂର୍ପଣଖା ଅଧିକ କୁରୂପା ହୋଇଗଲା। ନାକ ହୀନା ହୋଇ ଶୂର୍ପଣଖା ଆକାଶରେ ଉଡ଼ିବାକୁ ଲାଗିଲା।
ଶୂର୍ପଣଖାର ଅଙ୍ଗୁଳି ଗଣ୍ଠି ଥିଲା ଠିକ୍ ବାଉଁଶ ଗଣ୍ଠି ପରି। ନଖଗୁଡ଼ିକ ବଙ୍କା ବଙ୍କା ହୋଇଥିବା ଯୋଗୁଁ ଅଙ୍କୁଶ ଭଳି ଦେଖାଯାଉଥିଲା। ସେ ଆକାଶରେ ରହି ଅଙ୍ଗୁଳି ଦେଖାଇ ରାମ, ଲକ୍ଷ୍ମଣ ଓ ସୀତାଙ୍କୁ ଧମକ ଦେବାର ଲାଗିଲା। ସେଠାରୁ ଯାଇ ଶୂର୍ପଣଖା ଜନ୍ମସ୍ଥାନରେ ପହଞ୍ଚି ଖର ଆଦି ରାକ୍ଷସଙ୍କୁ ପ୍ରବର୍ତ୍ତାଇଲା ଯେ ଆଜି ରାମ ଲକ୍ଷ୍ମଣ ପ୍ରଥମ ଥର ପାଇଁ ରାକ୍ଷସମାନଙ୍କୁ ଅପମାନିତ କଲେ। ଆଗେ ଆଗେ ନାସାକର୍ଣ୍ଣ ହୀନା ଶୂର୍ପଣଖା ଚାଲୁଥାଏ, ପଛେ ପଛେ ସମସ୍ତ ରାକ୍ଷସ ରାମଙ୍କ ସହିତ ଲଢ଼ିବାକୁ ଯାଉଥାନ୍ତି। ତାହା ହିଁ ସେମାନଙ୍କ ପକ୍ଷେ ଅମଙ୍ଗଳ ହେଲା, କାରଣ ଯାତ୍ରା ସମୟରେ ଅଙ୍ଗହୀନକୁ ଦେଖିବା କଥା ନୁହେଁ। ରାମଚନ୍ଦ୍ର ଦେଖିଲେ ରାକ୍ଷସମାନେ ଅସ୍ତ୍ର ଉଞ୍ଚାଇ ଉଦ୍ଧତ ଭାବରେ ତାଙ୍କ ଆଡ଼କୁ ମାଡ଼ି ଆସୁଛନ୍ତି। ସେ ସଙ୍ଗେ ସଙ୍ଗେ ସୀତାଙ୍କ ଦାୟିତ୍ୱ ଲକ୍ଷ୍ମଣଙ୍କୁ ପ୍ରଦାନ କରି ଅନୁଧାରଣ କରିବାକୁ ଲାଗିଲେ। ରାକ୍ଷସମାନେ ସଂଖ୍ୟାରେ ହଜାର ହଜାର ଥିଲେ, ମାତ୍ର ରାମଚନ୍ଦ୍ର ଏକାକୀ। ସେମାନେ ଯେତିକି ସଂଖ୍ୟାରେ ରାମଚନ୍ଦ୍ରଙ୍କୁ ସେତିକି ସଂଖ୍ୟାରେ ଦେଖିବାକୁ ପାଇଲେ। ଯେପରି ସଦାଚାରୀ ପୁରୁଷ ନିଜ ଉପରେ ନୀଚ ପୁରୁଷ ଦ୍ୱାରା ଲଗାଯାଇଥିବା ଦୂଷଣ ବା କଳଙ୍କକୁ ସହ୍ୟ କରିପାରେ ନାହିଁ, ସେହିପରି ରାମ ମଧ୍ୟ ରାକ୍ଷସଙ୍କ ଦ୍ୱାରା ପ୍ରେରିତ ଦୂଷଣକୁ ଆଦୌ ସହ୍ୟ କଲେ ନାହିଁ। ସେ ଦୂଷଣ ଖର ଓ ତ୍ରିଶିରା ଉପରକୁ ଭିନ୍ନ ଭିନ୍ନ ଶର ନିକ୍ଷେପ କରିଥିଲେ। ଶୀଘ୍ରତା ଯୋଗୁଁ ବାଣଗୁଡ଼ିକ ଏପରି ଜଣାପଡ଼ୁଥିଲା ଯେପରି ଶରଗୁଡ଼ିକ ଏକ ସମୟରୁ ବାହାରୁଅଛି। ସେହି ଶରଗୁଡ଼ିକ ଏତେ ଶୀଘ୍ରରେ ଅସୁରଙ୍କର ଦେହ ଭେଦ କରି ବାହାରିଗଲା ଯେ ଶରରେ କୌଣସି ରକ୍ତ ଚିହ୍ନ ନଥିଲା। ସେଗୁଡ଼ିକ ପ୍ରଥମେ ରାକ୍ଷସମାନଙ୍କର ପ୍ରାଣ ପାନ କଲେ, ପରେ ପରେ ପକ୍ଷୀମାନେ ସେମାନଙ୍କର ରକ୍ତ ପାନ କରିଥିଲେ। ଶ୍ରୀରାମ ବାଣ ଦ୍ୱାରା ରାକ୍ଷସମାନଙ୍କୁ ଏପରି ଭାବେ କାଟିଦେଲେ, ଯୁଦ୍ଧ ଭୂମିରେ କେବଳ କବନ୍ଧ ବ୍ୟତୀତ ଆଉ କିଛି ଦେଖାଯାଉନଥିଲା। ରାକ୍ଷସ ବାହିନୀ ବାଣ ବର୍ଷା କରୁ କରୁ ସବୁଦିନ ପାଇଁ ଗୃଧ୍ରମାନଙ୍କ ପକ୍ଷ ଛାୟାରେ ଚିରନିଦ୍ରାରେ ଶୋଇଗଲେ। ରାମଙ୍କ ଅସ୍ତ୍ର ଦ୍ୱାରା ମରିଥିବା ରାକ୍ଷସମାନଙ୍କ ମୃତ୍ୟୁ ସମାଚାର ରାବଣ ନିକଟରେ ପହଞ୍ଚାଇବା ନିମନ୍ତେ ଏକାକୀ ଶୂର୍ପଣଖା ହିଁ ବଞ୍ଚି ରହିଥିଲା। ଭଉଣୀର ଅପମାନ, ଖର ଦୂଷଣ ଆଦି ସମ୍ବନ୍ଧୀୟଙ୍କୁ ମୃତ୍ୟୁ ଖବର ପାଇ ରାବଣକୁ ଏପରି ଅପମାନ ଲାଗିଲା ଯେପରି ରାମ ତାର 10 ଶିରା ଉପରେ ପାଦ ରଖିଦେଇଛନ୍ତି। ତାପରେ ରାବଣ ମାରୀଚକୁ ମାୟାମୃଗ ରୂପେ ପ୍ରେରଣ କରି ରାମ ଓ ଲକ୍ଷ୍ମଣଙ୍କୁ ଧୋକା ଦେଇ ସୀତାଙ୍କୁ ଚୋରାଇ ଲଙ୍କାକୁ ନେଇ ଆସିଲା। ମାର୍ଗରେ ଗୃଧରାଜ ଜଟାୟୁ ରାବଣ ସହିତ ଯୁଦ୍ଧ କରି ପରାସ୍ତ ହେଲା, ସିନା କିଛି କରି ପାରିଲା ନାହିଁ। ରାମ ଓ ଲକ୍ଷ୍ମଣ ସୀତାଙ୍କୁ ଖୋଜିବା ପାଇଁ ବାହାରିଲେ। ସେମାନେ ବାଟରେ ଜଟାୟୁ ପଡ଼ିଥିବା ଦେଖିଲେ, ଯାହାର ପକ୍ଷ କାଟି ଯାହାର ପ୍ରାଣ କଣ୍ଠାଗ୍ରତ ହୋଇଥିଲା। କିନ୍ତୁ ସୀତା ହରଣକାରୀ ରାବଣ ସହିତ ଲଢ଼ି ସେ ମିତ୍ର ଦଶରଥଙ୍କ ମିତ୍ର ଋଣ ପରିଶୋଧ କରିଦେଇଛନ୍ତି। ସେ ଲକ୍ଷ୍ମଣଙ୍କୁ କହିଲେ ଯେ ସୀତାଙ୍କୁ ରାବଣ ନେଇଗଲା। ଜଟାୟୁଙ୍କର କ୍ଷତରେ ଜଣାପଡ଼ୁଥାଏ ଯେ ସେ କି ଭାଷଣ ଭାବେ ରାବଣ ସହିତ ଯୁଦ୍ଧ କରିଛନ୍ତି। ଜଟାୟୁଙ୍କ ମୃତ୍ୟୁ ପରେ ରାମ ଲକ୍ଷ୍ମଣ ଶୋକ ପ୍ରକାଶ କଲେ, ଯେପରି ସେ ପିତୃ ମୃତ୍ୟୁର ଶୋକ କରିଥିଲେ। ତାହାକୁ ସେ ବିଧିବତ୍ ଦାହ ସଂସ୍କାର କରିସାରି ଶ୍ରାଦ୍ଧ ଇତ୍ୟାଦି ପ୍ରଦାନ କଲେ। ତାପରେ କବନ୍ଧ ନାମକ ରାକ୍ଷସ ଋଷି ଅଭିଶାପଗ୍ରସ୍ତ ହୋଇ ସେଠାରେ ଥିଲେ। ଶ୍ରୀରାମ ତାହାର ବାହୁ କାଟି ପକାଇଲେ। ପରେ ସେ ଶାପମୁକ୍ତ ହୋଇ ପୁନଃ ଦେବତା ହୋଇଗଲେ। ସେ ପ୍ରସନ୍ନ ହୋଇ ସୁଗ୍ରୀବଙ୍କ ଠିକଣା ପ୍ରଦାନ କଲେ, ଯାହାଙ୍କର ରାଜ୍ୟ ଓ ସ୍ତ୍ରୀକୁ ବଡ଼ ଭାଇ ହରି ନେଇଥିଲା। ସ୍ତ୍ରୀ ବିରହୀ ରାମ ସୁଗ୍ରୀବ ସହିତ ମିତ୍ରତା ସ୍ଥାପନ କଲେ। ପରାକ୍ରମୀ ରାମ ବାଳୀକୁ ବଧ କରି ତାଙ୍କରି ସିଂହାସନରେ ସୁଗ୍ରୀବକୁ ବସାଇଲେ। ଯେପରି କୌଣସି ବୈୟାକରଣିକ ଲିଟ୍ ଲୁଟ୍ ଆଦି ଲକାରେ ଅସ୍ ଧାତୁରେ ବଦଳରେ ଭୂ ଧାତୁକୁ ବସାଇଥାଏ। ସୁଗ୍ରୀବ ବାନରମାନଙ୍କୁ ଆଜ୍ଞା ଦେଲେ, ଯାଅ ସୀତାଙ୍କୁ ଠାବ କର। ଯେପରି ବିରହୀ ରାମଙ୍କ ମନ ସୀତାଙ୍କୁ ଖୋଜିବା ପାଇଁ ଇତସ୍ତତଃ ଘୂରି ବୁଲିଥାଏ। ବାଟରେ ଜଟାୟୁଙ୍କ ଭାଇ ସମ୍ପାତି
ଭେଟ ହୁଅନ୍ତେ ରାମ ଲକ୍ଷ୍ମଣ ସୀତାଙ୍କ ବିଷୟରେ ସୂଚନା ପାଇଲେ। ତାପରେ ନିର୍ମୋହ ଲୋକ ସଂସାର ବନ୍ଧନ ପାର ହୋଇଗଲା ପରି ହନୁମାନ ସମୁଦ୍ରକୁ ପାର ହୋଇଗଲେ। ଲଙ୍କା ସାରା ଘୁରି ଘୁରି ହନୁମାନ ସୀତାଙ୍କୁ ଖୋଜିଲେ ଓ ଶେଷରେ ଭେଟିଲେ ଯେପରି ବିଷଲତାମାନଙ୍କ ଦ୍ୱାରା ମହାଔଷଧି ଲତାଟି ଆବୃତ୍ତା ହୋଇଥାଏ, ସେହିପରି ସୀତା ଅସୁରୁଣୀମାନଙ୍କ ଦ୍ୱାରା ବେଷ୍ଟିତା ହୋଇ ରହିଥିଲେ। ହନୁମାନ ତାଙ୍କୁ ରାମଚନ୍ଦ୍ରଙ୍କ ପ୍ରଦତ୍ତ ମୁଦ୍ରିକା ପ୍ରଦାନ କଲେ। ମୁଦ୍ରିକାକୁ ଦେଖି ସୀତାଙ୍କ ଆଖିରୁ ଆନନ୍ଦାଶ୍ରୁ ନିର୍ଗତ ହେବାକୁ ଲାଗିଲା, ସତେ ଯେପରି ମୁଦ୍ରିକାଟିକୁ ଲୋତକ ପାଛୋଟି ନେଉଛି। ହନୁମାନ ସୀତାଙ୍କୁ ରାମଚନ୍ଦ୍ରଙ୍କ ବାର୍ତ୍ତା ପ୍ରଦାନ କରି ଦୁଃଖ ଦୂର କଲେ। ତାପରେ ଅକ୍ଷୟ କୁମାର ନାମକ ରାବଣର ପୁତ୍ରକୁ ନିହତ କରି ହନୁମାନ ଇନ୍ଦ୍ରଜିତ୍ର ବନ୍ଧନକୁ ସହ୍ୟ କଲେ। ତାଙ୍କ ଦ୍ୱାରା ଲଙ୍କାପୁରୀ ଭସ୍ମୀଭୂତ ହେଲା। ସୀତାଙ୍କୁ ସାକ୍ଷାତ କରିଥିବା ସ୍ମାରକୀ ସ୍ୱରୂପ ହନୁମାନ ସୀତାଙ୍କ ମଥାମଣି ଆଣି ରାମଙ୍କୁ ଅର୍ପଣ କଲେ। ସେହି ମଥାମଣିକୁ ସ୍ପର୍ଶ କରି ସେ ସୀତାଙ୍କର ମୂର୍ତ୍ତିମନ୍ତ ହୃଦୟ ବୋଲି ମନେ କଲେ। ମଥାମଣିକୁ ହୃଦୟରେ ଧରି ଶ୍ରୀରାମ ପ୍ରସନ୍ନତା ଅନୁଭବ କଲେ। ଯେପରି ପୟୋଧର ସୁଖବିହୀନ ସୀତାଙ୍କ ସ୍ପର୍ଶ ସେ ଅନୁଭବ କରୁଛନ୍ତି। ପ୍ରିୟାର ସମ୍ବାଦ ପାଇ ରାମ ତାହାଙ୍କୁ ସାକ୍ଷାତ କରିବା ପାଇଁ ଏପରି ଉତ୍ସୁକ ହୋଇଉଠିଲେ ଯେ ଲଙ୍କା ଚାରିପାଖରେ ଥିବା ସମୁଦ୍ରକୁ ସାମାନ୍ୟ ପରୀକ୍ଷା ବୋଲି ମଣିଲେ। ସେ ଅସଂଖ୍ୟ ବାନର ସେନା ନେଇ ଶତ୍ରୁ ବିନାଶ ଉଦ୍ଦେଶ୍ୟରେ ଅଭିଯାନ ଆରମ୍ଭ କଲେ। ସୈନ୍ୟମାନେ ଏତେ ସଂଖ୍ୟାରେ ଥିଲେ ଯେ ଯାହା ଫଳରେ ସେମାନେ କେବଳ ଭୂପୃଷ୍ଠକୁ ନୁହେଁ ଆକାଶ ମାର୍ଗକୁ ମଧ୍ୟ ଭରି ଦେଇଥିଲେ। ରାମଚନ୍ଦ୍ର ସମୁଦ୍ର ତଟରେ ପହଞ୍ଚି ଯିବା ପରେ ରାବଣର ଭାଇ ବିଭୀଷଣ ତାଙ୍କୁ ସାକ୍ଷାତ କରି ଶରଣ ନେବା ପାଇଁ ଆସି ପହଞ୍ଚିଲେ। ସତେ ଯେପରି ରାଜଲକ୍ଷ୍ମୀ ସ୍ନେହବଶତଃ ତାଙ୍କ ବୁଦ୍ଧି ଭିତରେ ବସି ତାଙ୍କୁ ତାହା କରିବା ପାଇଁ ପ୍ରେରଣା ଦେଇଥିଲେ। ରାମଚନ୍ଦ୍ର ବିଭୀଷଣଙ୍କୁ ରାକ୍ଷସମାନଙ୍କ ସମ୍ରାଟ କରିବା ପାଇଁ ପ୍ରତିଶ୍ରୁତି ଦେଲେ। ଠିକ୍ ସମୟରେ କୂଟନୀତି ପ୍ରୟୋଗ କଲେ ନିଶ୍ଚୟ ସୁଫଳ ପ୍ରଦାନ ପ୍ରାପ୍ତ ହୋଇଥାଏ। ରାମ ବାନରମାନଙ୍କୁ ଲଗାଇ ସମୁଦ୍ର ଉପରେ ଯେଉଁ ପଥର ସେତୁ ନିର୍ମାଣ କଲେ, ତାହା ଦେଖିଲେ ମନେ ହେଉଥିଲା ଯେପରି ବିଷ୍ଣୁଙ୍କ ଶୟନ ନିମନ୍ତେ ଶେଷ ନାଗପାତାଳ ପୁରୀରୁ ଉପରକୁ ଉଠି ଆସିଛନ୍ତି କି। ସେତୁ ଦ୍ୱାରା ସମୁଦ୍ର ଅତିକ୍ରମ କରି ସେ ବାନର ସେନା ଦ୍ୱାରା ନଗରୀକୁ ଅବରୋଧ କରିଦେଲେ। ପିଙ୍ଗଳ ରଙ୍ଗ ବିଶିଷ୍ଟ ବାନରମାନଙ୍କର ଯୂଥ ଲଙ୍କା ଚାରିପାଖରେ ସୁବର୍ଣ୍ଣ ପାଚେରୀ ଭଳି ଦେଖାଯାଉଥିଲା। ବାନର ସେନା ଓ ରାକ୍ଷସ ସେନାମାନଙ୍କ ମଧ୍ୟରେ ତୁମୁଳ ଯୁଦ୍ଧ ଆରମ୍ଭ ହେଲା। ଉଭୟ ପକ୍ଷରେ ସୈନ୍ୟମାନେ ଜୟଧ୍ୱନି କରୁଥାନ୍ତି। ସେ ଧ୍ୱନି ଦିଗ୍ ବିଦିଗ କମ୍ପାଇ ଦେଉଥାଏ। ବାନରମାନେ ଗଛ ଫିଙ୍ଗି ଅସୁରମାନଙ୍କର ଗଦା ଓ ପଥର ଫିଙ୍ଗି ମୁଦ୍ଗର ଚୂନା କରିଦେଲେ। ପାହାଡ଼ ମାଡ଼ରେ ହାତୀମାନେ ମରି ଶୋଇଲେ। ଏ ଯୁଦ୍ଧରେ ବାନରମାନଙ୍କର ନଖ ରାକ୍ଷସମାନଙ୍କର ଅସ୍ତ୍ରଶସ୍ତ୍ରକୁ ବଳିଗଲା। ରାବଣ ମାୟାରେ ରାମଙ୍କର ଶିରଚ୍ଛେଦ କରି ସୀତାଙ୍କୁ ଦେଖାଇବାରୁ ସୀତା ସତ୍ୟମଣି ଚେତନା ହରାଇଲେ। କିନ୍ତୁ ତ୍ରିଜଟା ଏହା ମାୟା ବୋଲି ସୂଚନା ଦେବାରୁ ସୀତା ଧୈର୍ଯ୍ୟ ଧରିଲେ। ମୋ ପତିଦେବ ଜୀବିତ ଅଛନ୍ତି ଜାଣି ସୀତା ଶୋକ ତ୍ୟାଗ କଲେ। ପତି ମୃତ୍ୟୁର ଖବର ପାଇ ଯାହା ଜୀବନ ଗଲା ନାହିଁ, ସେଥିପାଇଁ ସୀତା ଲଜ୍ଜିତ ହେଲେ। ମେଘନାଦ ରାମ ଲକ୍ଷ୍ମଣଙ୍କୁ ନାଗଫାଶରେ ବନ୍ଧନ କଲା ମାତ୍ର ଗରୁଡ଼ ଆସି ସେହି ନାଗଫାଶକୁ ଏପରି ଭାବେ କାଟି ବନ୍ଧନ ମୁକ୍ତ କଲା, ଯାହା ଫଳରେ ସେମାନେ ସ୍ୱପ୍ନରେ ଅନୁଭବ କଲା ଭଳି କ୍ଲେଶ ଅନୁଭବ କଲେ। ମେଘନାଦ ଲକ୍ଷ୍ମଣଙ୍କ ଛାତିକୁ ଲକ୍ଷ୍ୟ କରି ଶକ୍ତ ବାଣ ପ୍ରୟୋଗ କଲା, ଫଳରେ ଲକ୍ଷ୍ମଣ ଧରାଶାୟୀ ହେଲେ। ଏହା ଦେଖି ରାମଙ୍କ ହୃଦୟ ଶୋକରେ ଫାଟି ପଡ଼ିଲା। ହନୁମାନଙ୍କ ତତ୍କାଳ ହିମାଳୟରୁ ସଞ୍ଜୀବନୀ ଔଷଧ ଆଣିଲେ, ଯାହା ସେବନ ଫଳରେ ଲକ୍ଷ୍ମଣଙ୍କର ସମସ୍ତ ପୀଡ଼ା ଦୂର ହୋଇଗଲା। ସେ ପୁନଃ ଜାଗି ଉଠିଲେ। ଅଗଣିତ ରାକ୍ଷସଙ୍କୁ ବଧ କରି ଲଙ୍କାରେ ହାହାକାର ସୃଷ୍ଟି କରିଦେଲେ। ଯେପରି ଶରତ ଋତୁ ଆସିବା ପରେ ମେଘ ଗର୍ଜନ ସ୍ଥିର ହୋଇଯାଏ, ଇନ୍ଦ୍ରଧନୁ ଦେଖାଯାଏ ନାହିଁ, ସେହିପରି ଲକ୍ଷ୍ମଣ ମେଘନାଦର
ଗର୍ଜନକୁ ଓ ଇନ୍ଦ୍ରଧନୁ ସମାନ ଧନୁକୁ କ୍ଷଣକ ଭିତରେ ନଷ୍ଟ କରିଦେଲେ। ଏଣେ ସୁଗ୍ରୀବ କୁମ୍ଭକର୍ଣ୍ଣଙ୍କର ନାକ କାଟି ତାହାକୁ ଶୂର୍ପଣଖାର ସମାନ କରିଦେଲେ। ପର୍ବତରୁ ଟଙ୍କ ସାହାଯ୍ୟରେ ଲାଲ ପଥର ଖୋଳା ଯାଇଥିବା ପର୍ବତ ପରି କୁମ୍ଭକର୍ଣ୍ଣ ଦେଖାଗଲା। ତଥାପି ସେ ରାମଙ୍କ ସମ୍ମୁଖରେ ଆସି ଠିଆ ହେଲା। ରାମଙ୍କ ବାଣ ଦ୍ୱାରା କ୍ଷତାକ୍ତ ହୋଇ କୁମ୍ଭକର୍ଣ୍ଣ ମୃତ୍ୟୁବରଣ କଲା। ସତେ ଯେପରି ରାମଙ୍କ ବାଣଗୁଡ଼ିକ କହୁଥିଲେ, ହେ କୁମ୍ଭକର୍ଣ୍ଣ, ତୁମର ନିଦ୍ରା ହେଉଛି ପ୍ରିୟ। ବୃଥାରେ ତୁମ ଭାଇ ତୁମକୁ ନିଦ୍ରାରୁ ଜଗାଇ ଦେଲା। ଏବେ ସବୁଦିନ ପାଇଁ ଶୋଇଯାଅ। ସମର ଭୂମିରେ ଉଠୁଥିବା ଧୂଳିରାଶି ରକ୍ତ ନଦୀ ଉପରେ ପଡ଼ି ନିଶ୍ଚିହ୍ନ ହୋଇ ଯାଉଥିଲା। ସେହିପରି ରାକ୍ଷସମାନେ କୋଟି କୋଟି ସଂଖ୍ୟାରେ ବାନରମାନଙ୍କ ଉପରେ ପଡ଼ି ମୃତ୍ୟୁବରଣ କରୁଥିଲେ। ରାବଣ ଏହିସବୁ ଘଟଣା ଶୁଣିଲା ପରେ ରାଜଭବନରୁ ବାହାରି ଯୁଦ୍ଧଭୂମିରେ ଆସି ପହଞ୍ଚିଲା। ସେ ମନରେ ସ୍ଥିର କରିନେଲା, ଆଜି ସଂସାର ରାବଣର ହୀନ ହେଉ କିମ୍ବା ରାମହୀନ ହେଉ। ରାବଣ ରଥ ଉପରେ ଥିବା ଓ ରାମଙ୍କୁ ପଦାତି ଭାବରେ ଦେଖି ଇନ୍ଦ୍ର ନୀଳବର୍ଣ୍ଣ ଅଶ୍ୱଯୁକ୍ତ ରଥ ରାମଙ୍କ ନିକଟକୁ ପଠାଇଲେ। ଏହି ରଥର ଧ୍ୱଜା ଆକାଶ ଗଙ୍ଗାଙ୍କ ଲହରୀ ପବନରେ ଆନ୍ଦୋଳିତ ହେଉଥାଏ। ଇନ୍ଦ୍ରଙ୍କ ସାରଥୀ ମାତାଳୀଙ୍କ ହାତ ଧରି ଶ୍ରୀରାମ ରଥାରୋହଣ କଲେ। ମାତାଳୀ ଇନ୍ଦ୍ର ପ୍ରଦତ୍ତ କବଚ ରାମଚନ୍ଦ୍ରଙ୍କୁ ଅର୍ପଣ କଲେ। ସେହି କବଚ ରାମ ପିନ୍ଧିବା ପରେ ରାକ୍ଷସମାନଙ୍କର ଅସ୍ତ୍ର ସବୁ କମଳ ପତ୍ର ଭଳି ନିର୍ବଳ ହୋଇ ତଳକୁ ଖସି ପଡ଼ୁଥିଲେ। ରାମ ରାବଣ ଉଭୟ ପରସ୍ପରକୁ ଦେଖିବାର ସୁଯୋଗ ପାଇଲେ। ଉଭୟଙ୍କର ଯୁଦ୍ଧ ସେହି ସମୟରେ ସାର୍ଥକ ହେଲା। କାରଣ ତ୍ରିଲୋକରେ ମାତ୍ର ରାମ ରାବଣର ପ୍ରସିଦ୍ଧି ଥିଲା। ରାକ୍ଷସମାନଙ୍କର ନିଧନ ପରେ ରାବଣ ଏକା ହୋଇଯାଇଥିଲା। ତଥାପି ତାର ବାହୁଗୁଡ଼ିକ ମସ୍ତକଗୁଡ଼ିକ ଥିବାରୁ ଏପରି ଜଣାପଡ଼ୁଥିଲା, ସତେ ଯେପରି ତା ସହିତ ବହୁତ ରାକ୍ଷସ ଅଛନ୍ତି। ଯେଉଁ ରାବଣ ଇନ୍ଦ୍ର ଆଦି ଲୋକପାଳକୁ ଜିଣିଥିଲା, ଯିଏ ନିଜର ମସ୍ତକଗୁଡ଼ିକ ଗୋଟିଏ ପରେ ଗୋଟିଏ କାଟି ଶିବଙ୍କ ନିକଟରେ ଉତ୍ସର୍ଗ କରିଥିଲା, ଯିଏ କୈଳାସ ପର୍ବତକୁ ଅଙ୍ଗୁଳି ଦ୍ୱାରା ଟାଳି ଦେଇଥିଲା, ତାହାକୁ ଦେଖି ରାମ ବୁଝିଗଲେ ଯେ ରାବଣ କମ୍ ପରାକ୍ରମୀ ନୁହେଁ। ରାବଣ କ୍ରୋଧିତ ହୋଇ ରାମଙ୍କ ଡାହାଣ ବାହୁକୁ ବାଣ ମାରିଲା, ଯେଉଁ ବାହୁକୁ ସ୍ଫୁରିତ ହୋଇ ଶୁଭ ସୂଚନା ପ୍ରଦାନ କରୁଥିଲା ଯେ ଏବେ ସୀତା ପ୍ରାପ୍ତି ନିମନ୍ତେ ଅଧିକ ଡେରି ନାହିଁ। ରାମ ଯେଉଁ ବାଣ ନିକ୍ଷେପ କଲେ, ତାହା ରାବଣର ଛାତିକୁ ସ୍ପର୍ଶ କରି ପାତାଳକୁ ଚାଲିଗଲା। ସତେ ଯେପରି ସେ ସତ ପାତାଳବାସୀଙ୍କୁ ରାବଣ ବଧର ଶୁଭ ସୂଚନା ପ୍ରଦାନ କରୁଥିଲା। ଦୁହେଁ କ୍ରୋଧିତ ହୋଇ ବାକ୍ୟକୁ ବାକ୍ୟରେ ଓ ଅସ୍ତ୍ରକୁ ଅସ୍ତ୍ର ଦ୍ୱାରା ଖଣ୍ଡନ କରି ଯୁଦ୍ଧ କରିବାକୁ ଲାଗିଲେ। ବେଳକୁ ବେଳେ ଉଭୟଙ୍କର କ୍ରୋଧ ବଢ଼ିବାରେ ଲାଗିଲା। କେତେବେଳେ ରାମ ଅଧିକ ପରାକ୍ରମ ଦେଖାଉଥିଲେ ତ କେବେ ରାବଣ। ଏଣୁ ବିଜୟଶ୍ରୀ କେତେବେଳେ ରାମଙ୍କ ପାଖକୁ ଯାଉଥିଲା ତ କେବେ ରାବଣ ପାଖକୁ। ତାଙ୍କର ଦଶା ଏପରି ହୋଇଗଲା, ଯେପରି ଦୁଇଗୋଟି ମତ ହସ୍ତୀ ଯୁଦ୍ଧ କରୁଥିବା ବେଳେ ମଧ୍ୟବର୍ତ୍ତୀ ବେଦୀ ଉଭୟଙ୍କର ସାଧାରଣ ହୋଇ ରୁହେ। ରାବଣ ଯଦି ରାମଙ୍କ ଅସ୍ତ୍ରକୁ ପ୍ରତିହତ କରୁଥିଲା, ତେବେ ଅସୁରମାନେ ଆନନ୍ଦରେ ତା ଉପରକୁ ପୁଷ୍ପ ବୃଷ୍ଟି କରୁଥିଲେ। ରାମ ଯଦି ରାବଣର ଅସ୍ତ୍ରକୁ ପ୍ରତିହତ କରୁଥିଲେ, ତେବେ ଦେବଗଣ ତାଙ୍କ ଉପରକୁ ପୁଷ୍ପବୃଷ୍ଟି କରୁଥିଲେ। କିନ୍ତୁ ଉଭୟଙ୍କର ଶରବୃଷ୍ଟି ଏତେ ପ୍ରବଳ ଥିଲା ଯେ ପୁଷ୍ପବୃଷ୍ଟି ତଳକୁ ଆସିପାରୁନଥିଲା। ରାବଣ ଅତି କ୍ରୋଧର ସହିତ ରାମଙ୍କ ଉପରକୁ ଶତଘ୍ନି ବାଣ ନିକ୍ଷେପ କଲା, ଯାହାକି ଯମରାଜଙ୍କ ଅସ୍ତ୍ରକୂଟ ଶାଲ୍ମଳୀ ସହିତ ସମାନ ଅଟେ। ରାକ୍ଷସମାନେ ଆଶାୟୀ ହୋଇଗଲେ ଯେ ଏହି ଅସ୍ତ୍ର ଦ୍ୱାରା ରାମ ନିଶ୍ଚୟ ଶେଷ ହୋଇଯିବେ। କିନ୍ତୁ ରାମ ସେହି ଶତଘ୍ନି ବାଣର ରଥ ପର୍ଯ୍ୟନ୍ତ ଆସିବା ପୂର୍ବରୁ ଅର୍ଦ୍ଧଚନ୍ଦ୍ରାକାର ବାଣରେ କଦଳୀ ଗଛକୁ ଛେଦନ କଲା ଭଳି ସେ ବାଣକୁ ଛେଦନ କରିଦେଲେ। ତାପରେ ଅଦ୍ୱିତୀୟ ଧନୁର୍ଦ୍ଧର ରାମ ଧନୁରେ ଅମୋଘ ବ୍ରହ୍ମାସ୍ତ୍ର ସଂଯୋଗ କଲେ। ତାହା ଏପରି ଥିଲା, ଯେପରି ସୀତାଙ୍କର ଶୋକରୂପୀ କଣ୍ଟାକୁ ବାହାର କରିବା ପାଇଁ ଏହି ଅସ୍ତ୍ର ଥିଲା ମହାସୁଧୀ ସ୍ୱରୂପ। ଏହି ବ୍ରହ୍ମାସ୍ତ୍ର ଆକାଶରେ ଯିବା ସମୟରେ 10 ଭାଗରେ ବିଭକ୍ତ ହୋଇଗଲା। ସେଥିରୁ ଯେଉଁ ଅଗ୍ନି ଉଦ୍ଗୀରଣ ହେଲା, ତାହା ସର୍ପରାଜ ବାସୁକୀଙ୍କର ଫଣା ମଣ୍ଡଳ ପରି ଦେଖାଯାଉଥିଲା। ମନ୍ତ୍ର ଦ୍ୱାରା ଚାଳିତ ବ୍ରହ୍ମାସ୍ତ୍ର ଦ୍ୱାରା ରାମ ରାବଣର 10 ଶିର ଅର୍ଦ୍ଧ ମୁହୂର୍ତ୍ତରେ କାଟି ପୃଥିବୀ ଉପରେ ପକାଇଦେଲେ, ଯାହା ଫଳରେ ରାବଣ ତିଳେ ମାତ୍ର
କଷ୍ଟ ଅନୁଭବ କରିପାରିଲା ନାହିଁ। ବାଳସୂର୍ଯ୍ୟଙ୍କ ପ୍ରତିବିମ୍ବ ଦ୍ୱାରା ତରଙ୍ଗ ବହୁଳ ଜଳରାଶି ଯେପରି ଦେଖାଯାଏ, ରାବଣର ସଦ୍ୟ ରକ୍ତଯୁକ୍ତ କମ୍ପିତ ମସ୍ତକ ଗୁଡ଼ିକରେ ସେପରି ଦେଖାଗଲା। ରାବଣର କଟା ମୁଣ୍ଡକୁ ଦେବତାମାନେ ଦେଖିଲେ, ତଥାପି ରାବଣ ମୃତ୍ୟୁ ବୋଲି ବିଶ୍ୱାସ କଲେ ନାହିଁ, କାରଣ ସେମାନଙ୍କ ମନରେ ଡର ଥିଲା ଯେ କାଳେ ସେଗୁଡ଼ିକ ପୁଣି ଦେହରେ ଲାଗିଯିବ। ରାମଙ୍କର ଯେଉଁ ମସ୍ତକ ଉପରେ ଅଭିଷେକ ଜଳ ସିଞ୍ଚା ହେବାର ପାଖେଇ ଆସୁଥିଲା, ଦେବତାମାନେ ଶ୍ରୀରାମଙ୍କର ସେହି ଶିର ଉପରେ ସୁଗନ୍ଧମ ପୁଷ୍ପବୃଷ୍ଟି କରିବାକୁ ଲାଗିଲେ। ଦିଗ୍ଗଜମାନଙ୍କର ମଦ ଜଳ ପାନ କରି ଭ୍ରମରମାନଙ୍କର ପକ୍ଷ ଭାରାକ୍ରାନ୍ତ ହୋଇଯାଇଥିଲେ ହିଁ ସେମାନେ ମଦ ଜଳ ତ୍ୟାଗ କରି ପୁଷ୍ପବୃଷ୍ଟି ଆଡ଼କୁ ଆସିଲେ। ଶ୍ରୀରାମ ଧନୁର ଡୋରି ବାହାର କରି ରଖିଦେଲେ, କାରଣ ସେ ଏବେ ଦେବତାମାନଙ୍କର କାର୍ଯ୍ୟ ପୂର୍ଣ୍ଣ କରି ଦେଇଛନ୍ତି। ଇନ୍ଦ୍ରଙ୍କ ସାରଥୀ ମାତାଳି ତାଙ୍କଠାରୁ ଆଜ୍ଞା ନେଇ ସହସ୍ର ଅଶ୍ୱଯୁକ୍ତ ରଥ ସ୍ୱର୍ଗକୁ ଫେରାଇ ନେଲେ, ଯାହାର ଧ୍ୱଜାରେ ଏପର୍ଯ୍ୟନ୍ତ ରାବଣ ନାମାଙ୍କିତ ବାଣ ଦ୍ୱାରା ଭେଦ କରିଥିବା ଚିହ୍ନ ଅଛି। ଶ୍ରୀରାମ ସୀତାଙ୍କୁ ଅଗ୍ନିରେ ଶୁଦ୍ଧ କରାଇ ଗ୍ରହଣ କଲେ। ରାବଣର ରାଜ୍ୟଶ୍ରୀକୁ ବିଭୀଷଣ ହାତରେ ସମର୍ପଣ କରିଦେଲେ। ତାପରେ ସୁଗ୍ରୀବ, ବିଭୀଷଣ ଏବଂ ଲକ୍ଷ୍ମଣ ସହିତ ସ୍ୱବାହୁ ବଳରେ ଅର୍ଜିତ ପୁଷ୍ପକ ବିମାନରେ ବସି ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଆପଣମାନଙ୍କୁ ନୋଟ୍ ଦରକାର ଥିଲେ ଟେଲିଗ୍ରାମରେ ଜଏନ୍ ହୁଅନ୍ତୁ, ନୋଟ୍ ଅପଲୋଡ଼ ହୋଇଯିବ।